ଆଜ୍ଞା ଦେଖନ୍ତୁ ନୟାଗଡ଼ ମେଡିକାଲରେ ଦୁର୍ନୀତି ଆଉ ଏମାନେ ରଖିପାରିବେନି, ତାଙ୍କ ବ୍ୟବସ୍ଥା ଭିତରେ ଦୁର୍ନୀତି ପଶିଯାଇଛି। ତେଣୁ ଆମେ କିଛିଟା ଦୁର୍ନୀତିକୁ ମାନେ ଚେକ୍ କରିବା ପାଇଁ ଆମେ ଆଜି କଂଗ୍ରେସ ଟିମ୍ ଛାତ୍ର କଂଗ୍ରେସ ପିଲାମାନଙ୍କୁ ସାଥିରେ ନେଇ ତାଙ୍କ ସଭାପତି ଅଛନ୍ତି, ଆଉ ଆମର ଆଇନଜୀବୀ ବନ୍ଧୁ ପିତୋଷ ବାବୁ କୁଳେଶ ବାବୁ ଅଛନ୍ତି, ସମସ୍ତେ ଆମେ ଆଜି ଗୋଟେ ଅଭିନ୍ନ ପ୍ରତିବାଦ କରିବାକୁ ଆସିଛୁ। ଅଭିନ୍ନ ପ୍ରତିବାଦ କ'ଣ? ଆମେ ଆଜି ନୟାଗଡ଼ ଡାକ୍ତରଖାନାରେ ଡାକ୍ତରମାନେ ରୋଗୀମାନଙ୍କୁ ଚିକିତ୍ସା ପାଇଁ ଟଙ୍କା ମାଗନ୍ତୁ ନାହିଁ, ସ୍ୱାସ୍ଥ୍ୟ ଆମର ଅଧିକାର, ସ୍ୱାସ୍ଥ୍ୟ ସେବା ପାଇବା ଆମର ଅଧିକାର ଲେଖା ହେଇ ହାତ ଚିହ୍ନ ଥାଇ ନୟାଗଡ଼ କଂଗ୍ରେସ ତରଫରୁ ଆଜି ଆମେ ଗୋଟେ ଷ୍ଟିକର ଆଜି ମେଡିକାଲର ବିଭିନ୍ନ ଓଟିରେ, ଲେବର ରୁମ୍ରେ, ୱାର୍ଡରେ, ସିଡିଏମ୍ଓର କାନ୍ଥରେ, ତା ଅଫିସ୍ରେ, ଏଡିଏମ୍ଓ ମେଡିକାଲର ଅଫିସ୍ରେ, ମ୍ୟାନେଜରର ଅଫିସ୍ ଡୋର୍ରେ ଆମେ ଆଜି ମାରିକି ଯାଉଛୁ। ଗୋଟେ ଅଭିନ୍ନ ପ୍ରତିବାଦ ଆଜି ପ୍ରଥମ ଦଫାରେ ଆମେ କରିବାକୁ କରୁଛୁ, କାରଣ ଏ ଡାକ୍ତରଖାନାରେ ଦୁର୍ନୀତି ସବୁ ପଟରେ ଅଛି। ଆପଣ ଗୋଟେ ପଟେ କେଉଁ ପଟେ କହିବେନି। ଏଡିଏମ୍ଓ ମେଡିକାଲ ଆମେ ଭାବିଥିଲୁ ଯେ ଏଇଟା ଗୋଟେ ଆଡମିନିଷ୍ଟ୍ରେଟିଭ ଚାକିରି, ଏବେ କିଛି ଶୁଣିଲା ପରେ ଯାହା ଆଜ ତଳୁ ମାଟି ଖସି ଗଲା ଭଳିଆ ଖବର ଆମେ ଶୁଣୁଛୁ। କ'ଣ ନା ନୟାଗଡ଼ର 3-4ଟା ପ୍ରମୁଖ ପ୍ରଭାବଶାଳୀ ନର୍ସିଂ ହୋମ୍, ପ୍ରାଇଭେଟ ହସ୍ପିଟାଲ ଯେଉଁମାନେ ଡାକ୍ତରଖାନା ଚାରିପଟେ ଅଛନ୍ତି, ସେମାନଙ୍କର ମାଲିକମାନେ ଏଠି ମ୍ୟାନେଜ କରୁଛନ୍ତି। କ'ଣ ପ୍ରତି ମାସରେ ଏଡିଏମ୍ଓ ମେଡିକାଲ ଯିଏ ସୁପରିଟେଣ୍ଡେଣ୍ଟ ଅଛି ଆଉ ମ୍ୟାନେଜର ମେଡିକାଲର ଏମାନେ ଗୋଟେ ଡ୍ୟୁଟି ଚାର୍ଜ ଦେଉଛନ୍ତି। କେଉଁ ଡାକ୍ତର, କେଉଁ ନର୍ସିଂ ଷ୍ଟାଫ୍ କେଉଁ ଓଟିରେ ବସିବେ, ପାଥୋଲୋଜିରେ କିଏ ବସିବ, ଗାଇନିକ୍ରେ କିଏ ବସିବ, ସର୍ଜରୀରେ କିଏ ବସିବ, ଏମର୍ଜେନ୍ସିରେ କିଏ, ଓପିଡି ଏମର୍ଜେନ୍ସିରେ କିଏ ବସିବ, ଲେବର ରୁମ୍ରେ କିଏ ବସିବ ଦେଉଛନ୍ତି। ଏବଂ ସେମାନଙ୍କ ଜରିଆରେ ଯେଉଁ ପେସେଣ୍ଟ ମାନେ ଆସୁଛନ୍ତି ସେମାନଙ୍କ ଜରିଆରେ ଏମାନେ ସେଇ ଯେଉଁ ନର୍ସିଂ ହୋମ୍ ମାନଙ୍କୁ ମ୍ୟାନେଜରେ ଏମାନେ ତାଙ୍କୁ ପୋଷ୍ଟିଂ ଦେଇଛନ୍ତି, ସେ ଜାଗାରେ ଡ୍ୟୁଟି ଦେଉଛନ୍ତି, ସେମାନେ ସେଇଠିକି ନେବେ ଏବଂ ଡାକ୍ତରମାନେ ଯାଇକି ସେଇ ଜାଗାରେ ଅପରେସନ୍ କରିବେ। ରାତି 12ଟା ଯାଏଁ ଚାଲିଛି ନୟାଗଡ଼ରେ ବର୍ତ୍ତମାନ ସେଇ କାମ। ସିଡିଏମ୍ଓ ବୋଧେ କୁଆଡ଼େ ଯାଉନାହାନ୍ତି ତାଙ୍କର ସମ୍ମାନ ଦୃଷ୍ଟିରୁ ଅପରେସନ୍ କରିବା ପାଇଁ, ଆଉ ତାଙ୍କୁ ଛାଡ଼ିଦେଲେ ମୁଁ ଭାବୁଛି ସମସ୍ତ ଡାକ୍ତର ସବୁ ଦୁଆରେ ବୋର୍ଡ଼ ମାରିକି ଡାକ୍ତରଖାନାରେ ଆସିକିରି 2 ଥର ଗାଣ୍ଡି ହଲେଇକି ଯାଇ ଦୁଆରେ ବସିକି 300 ଲେଖା ଆଦାୟ କରି ବର୍ତ୍ତମାନ ରୋଗୀ ଦେଖା ଆଙ୍କର ଚାଲିଛି, ଲୋକଙ୍କୁ ଶୋଷିବା ଆଙ୍କର ଚାଲିଛି। ଏବଂ ନର୍ସିଂ ହୋମ୍ ମାନେ ମୁଁ ଗୋଟେ ଉଦାହରଣ ଦେବି, ଆପଣଙ୍କର ସର୍ଜରୀରେ 6 ମାସ ହେଲା ଗୋଟେ ହାର୍ନିଆ ହାଇଡ୍ରୋସ୍ ଅପରେସନ୍ ହେଇନି, କିନ୍ତୁ ନୟାଗଡ଼ରେ ଆପଣ ଦେଖନ୍ତୁ ଆୟୁଷ୍ମାନରେ କେତେଟା ହାଇଡ୍ରୋସ୍ ଅପରେସନ୍ର ବିଲ୍ ଆସି ପଡ଼ିଛି ଏଠି ଇନ୍ସୁରାନ୍ସ ପଇସା ପାଇବା ପାଇଁ। ଯଦି ଡାକ୍ତରଖାନାରେ ହେବନି ତାମାନେ କ'ଣ ହେଉଛି, ସର୍ଜରୀରେ ଯିଏ ରହୁଛି ନର୍ସିଂ, ଯିଏ ରହୁଛି ଷ୍ଟାଫ୍, ଯିଏ ଡାକ୍ତର ଅଛି, ଯେତେବେଳେ ରୋଗୀ ଆସୁଛି ଏଇଠିକି ଟିକେଟ୍ କାଟିକି ସର୍ଜରୀର କରିବା ପାଇଁ ପେସେଣ୍ଟ ଆସୁଛି, ସେମାନେ ତାକୁ ଡାଇଭର୍ଟ କରୁଛନ୍ତି ଅମକ ନର୍ସିଂ ହୋମ୍ ଯା, ସେଠି ଯା। ସେମାନେ ସେଠି ଯାଇକି ଅପରେସନ୍ଟା କଲେ 5,000 ଟଙ୍କା ପାଉଛନ୍ତି, ଯଦି ମେଡ଼ିକାଲରେ ଅପରେସନ୍ଟା କରିବେ ପଇସା ପାଇବେନି। ଏକରେ ସରକାର ଦେଉଛି, ଆୟୁଷ୍ମାନ ପଇସା କିଏ ଦେଉଛି? ଭାରତ ସରକାର ଦେଉଛନ୍ତି। ସରକାରରୁ ପଇସା ପାଇଦେବେ ଏମାନେ, ଫେର ପଇସା ପାଇବେ, ଏମାନେ ଦରମା ପାଇବେ, ଡାକ୍ତରଖାନାରେ ଡ୍ୟୁଟି ନ କରିକି ଯାଇକିରି ନର୍ସିଂ ହୋମ୍ରେ ବୁଲିବେ, ପଇସା ପାଇବେ। ତେଣୁ ଡାକ୍ତରମାନେ ଏତେ ପଇସା ନେଇ କ'ଣ କରିବେ? କ'ଣ ଏତେ ପଇସା କରିବେ? ଲକ୍ଷ ଲକ୍ଷ ଟଙ୍କା ଦରମା ସରକାର ଦେଉଛନ୍ତି, ଏତେ ଟଙ୍କା ନେଇ କ'ଣ କରିବେ? ଗୋଟେ ପେସେଣ୍ଟ ଦେଖିବା 300, ଗୋଟେ ଡାକ୍ତର ଦିନକୁ 100 ପେସେଣ୍ଟ ଦେଖୁଛନ୍ତି, 30,000 40,000 ଦିନକୁ। ମେଡିସିନ ବାଲାଙ୍କଠୁ କମିଶନ, ଡାଇଗ୍ନୋସିସ୍ ବାଲାଙ୍କଠୁ କମିଶନ, ଅଲ୍ଟ୍ରାସାଉଣ୍ଡ ବାଲାଙ୍କଠୁ କମିଶନ। କ'ଣ ଏତେ ପଇସା ତମେ ଡାକ୍ତରମାନେ କରିବ? ତେଣୁ ଏଇ ଯେଉଁ ସିଷ୍ଟମଟା ଚାଲିଛି, ଆମେ ନିଶ୍ଚିତ ଭାବରେ ସିଷ୍ଟମ ଜଗିବୁ। ଆଗାମୀ ଦିନରେ ଯେଉଁ ଡାକ୍ତରମାନେ ଯାଇକି ନର୍ସିଂ ହୋମ୍ ମାନଙ୍କରେ ଅପରେସନ୍ କରୁଥିବେ ଆମେ ଖବର ପାଇବୁ, ବେକରେ ଗାମୁଛା ପଡ଼ିକି ଡାକ୍ତରକୁ ଘୋଷାରିକି ରାସ୍ତାକୁ ଆଣିବୁ। କେସ୍ ହଉ ପଛେ ଆମ ନାଁରେ ହଉ ପଛେ ଆମେ ଛାଡ଼ିବୁନୁ। କିନ୍ତୁ ବର୍ତ୍ତମାନ ଆମେ ଏବେ ଆମର ଷ୍ଟିଙ୍ଗ ଅପରେସନ୍ ଆମେ ଆରମ୍ଭ କରିସାରିଲୁଣୁ। ଯେଉଁ ଡାକ୍ତରମାନେ ଆମେ ଜାଣିବୁ ଆମକୁ ନର୍ସିଂ ହୋମ୍ରେ ଅଛନ୍ତି, ଆମେ ଯିବୁ, ବେକରେ ଅପେକ୍ଷା କରିବୁ, କାରଣ ଗୋଟେ ପେସେଣ୍ଟର ଅଧା ଅପରେସନ୍ରେ ଆମେ ତାକୁ ଭିଡ଼ିକି ଆଣିପାରିବୁନି। ଯେମିତି ତାର କାମ ସରିବ ତାକୁ ବେକରେ ଗାମୁଛା ପକେଇକିରି ଆମେ ଆଣିବୁ, ଡାକ୍ତରକୁ ଆଣିବୁ। ଆମ ନାଁରେ ପ୍ରୋସିକ୍ୟୁସନ୍ ହଉ, କେସ୍ ହଉ, ଆମେ ଜେଲ୍ ଯିବା ପାଇଁ ପ୍ରସ୍ତୁତ, କିନ୍ତୁ ଆମେ ଭାଙ୍ଗିବୁ ନୟାଗଡ଼ରେ ଯେଉଁ ଡାକ୍ତରଙ୍କର ମନମାନି ଚାଲିଛି। ସିକ୍ୟୁରିଟି ଚାକିରି ବି ଲକ୍ଷ ଲକ୍ଷ ଟଙ୍କା, ଏ ସିକ୍ୟୁରିଟି ଚାକିରି ସୁଶାନ୍ତ ବେହେରା ଯିଏ ଆପଣଙ୍କର ଏଡିଏମ୍ ମେଡିକାଲ, ଯେଉଁ ଆପଣଙ୍କର ଯିଏ ସଂସ୍ଥା ଅଛି, ଯେଉଁ ଆପଣଙ୍କର ସର୍ଭିସ୍ ପ୍ରୋଭାଇଡର ସଂସ୍ଥା, ସିଏ ଆପଣଙ୍କର ଏଠି ଯିଏ କ୍ଲାସ୍ 4 ଆପଣଙ୍କର ସୁଇପିଂ ଷ୍ଟାଫ୍ ହୁଅନ୍ତୁ, ଆପଣଙ୍କର ସିକ୍ୟୁରିଟି ଷ୍ଟାଫ୍ ହୁଅନ୍ତୁ, ସିଏ ସବୁ କରୁଛି। ସେ ଲୋକ ପଇସା ଖାଇକିରି ଯାହାକୁ ରେକମେଣ୍ଡ କରୁଛି ସର୍ଭିସ୍ ପ୍ରୋଭାଇଡର ବାଲା ତାକୁ ରଖୁଛି। ତେଣୁ ଭାଇ ଇଏ ସିଷ୍ଟମ ହେଇଗଲାଣି ବର୍ତ୍ତମାନ ପୁରା। ଇସିଜି ଆପଣଙ୍କର ରାତିରେ ଆପଣ ଇସିଜି ହେଉନି, ତାମାନେ ରାତି ଅଧରେ ଯଦି ଗୋଟେ ଚେଷ୍ଟ ପେସେଣ୍ଟ, କାର୍ଡ଼ିଆକ୍ ପେସେଣ୍ଟ ଆସିବ, ତାର ଚେଷ୍ଟ କାର୍ଡ଼ିଆକ୍ ଆରେଷ୍ଟ ହେଇକିରି ତାର ପେନ୍ ହେଇକିରି ସେ ସକାଳ 9ଟାରେ ଅପେକ୍ଷା କରିବ। ନିଜେ କହିଛନ୍ତି ଇସିଜି ପେସେଣ୍ଟ ରାତିରେ ଆସନ୍ତୁ ନାହିଁ, ମାନେ ତାମାନେ ଏସିଜି ମରିଯିବ। ଇସିଜି ପେସେଣ୍ଟ ରାତିରେ ତା ଘରେ ଯଦି ଛାତି କାଟିଲା, ଡାକ୍ତର ଆସିବେନି, ସେ ମରିଯିବ। ତାମାନେ ତାଙ୍କର ଦରମା ବନ୍ଦ ହେଇଯାଉନି ତ?
पेसेंट जब घरे मरीगले जार मरीगला ता पिला मैंने अथाता होती जो लोकटा कार्डियाक आरेस्ट होकर मरीज ता पिला मैंने ता परिवार अथाता हो कि डाक्तर कौन दराबंदी होती सी कहीं कह गोटे इसीजी गोटे हूँ एमरजेन्सी चिकित्सा तुम से राति बंद करदेव बेसिक कार्डियाक आरेस्ट दिन राति हुए डाक्तर जानी सुधा मेरा चेस्ट पेन बहुत समय राति हुए आपणकर सी राति तार इसीजी बंद कर देछि तेणु एभली भाव में नयगढ़ मनमान चली आम आज प्रथम दफार आम आसीचु आम करूँ आप देखो आम आगामी दिन में डाक्तखाना सुधार आने नयगढ़ जनसाधारण पाखे मागणा स्वास्थ्य सेवा पहुँचापी आम यथारीत उद्यम करूँ केस आम रहू आज पुलिस भाई मैंने आज अच्छा आम कितु पब्लिक अर्डर को डिजर्डर करूना आम आज अभिनव प्रतिवाद करुँ पुलिस भाई मान प्रति आम सम्मान अच्छी आम आईन के हाथ को नौनु किंतु दरकार पड़े आईन के हाथ को निजी नर्सिंग होम मान भर बस गोटे अनिल सामंत अच्छी कहते अनास्थेसिस्ट सी गोटे डाक्तखाना शोची 3टा जगह नोआडे किणले 3टा मूल्यवान जमीन नोआडे किणले डाक्तर अनास्थेसिस्ट चांदपुर में गोटे अल्ट्रासाउंड करी भाग्य खोर्धार गोटे अल्ट्रासाउंड करी कौन ता अनास्थेसिस्ट नयगढ़ जाक जेतक जाक प्राइवेट हॉस्पिटल अच्छी सी बुली बुलिक सबुठी अनास्थेसिया दौर सबुठी से दौर पैसा खाऊँ तार ना पकाऊँ खातार दस्खत कर नयगढ़ डाक्तखाना नयगढ़ में 20टा प्राइवेट हॉस्पिटल से बुली बुली अनास्थेसिया दौर ये हूँ नयगढ़ स्वास्थ्य सेवा मारिक जाऊँ डाक्तखाना रोगी पैसा कहीं मागब ना डाक्तखाना स्वास्थ्य सेवा हूँ लोक अधिकार आम शीघ्र डाक्तरकर्मी मैंने बर्तमान बेकार है सरकार लक्ष लक्ष टंका दरमा दौरान डाक्तर मानक डाक्तर मैंने डाक्तखाना छाड़ी नयगढ़ जाक क्लिनिक कर रोगी मानक नहीं देखुं एति बेकार है टंका नहीं मतलब स्वर्ग को जीव उपरको आम नयगढ़ डाक्तर मैंने एत टंका लोभ टंका नहीं मतलब उपरको जी तेणु आज आम नयगढ़ कांग्रेस अभिन्न प्रतिवाद करुँ आम आज एभलिया स्टिकर करूँ आम आज एभलिया स्टिकर करूँ आम एमती स्टिकर आम आज मारुचु डाक्तखाना सीडीएम जी अच्छा सीडीएम अफिस आम मारुचु से तो नहांती कौन छुट्टी 2 दिन है छुट्टी अच्छा तेणु स्टिकर आम मारिक जाऊँ ए स्टिकर को जी लिभेब आम तापर आस गाँव बस आम अभिनव प्रतिवाद करुँ पदक्षेप गोटे पछ आगे ये अपना नयगढ़ मेडिकल ये दुर्नीतिर किंग पिन बाबू प्रतिदिन पैसा आदाय हो बाबू बाबू मोटे पैसा आसो सब ड्यूटी चार्ज डाक्तर को ड्यूटी चार्ज दिया नर्सिंग को ड्यूटी चार्ज दिया किए ओटी किए गाइनिक ओटी किए सर्जरी किए पैथोलॉजी किए लेबर रूम ड्यूटी चार्ज से स्वतंत्र 3-4टा नर्सिंग होम मालिक मान द्वारा फिक्सिंग हो पेसेंट मैंने आसवे एटू पेसेंट मैंने जो नर्सिंग स्टाफ एम नहीं जी से हस्पिटाल ये बाबू है किंग पिन ये बाबू है किंग पिन माने आम काली बाबू छुट्टी बाबू बहुत छुट्टी रोचे आप सप्ताह के बोधे केते सीएल अच्छी भगवान जाना मुझे जानी कि सप्ताह बाबू 4 दिन छुट्टी घर कड़े बरहमपुर छड़ा आसती सप्ताह 4 दिन छुट्टी आते छुट्टी किए तो सरकार कौ सरकार तक छुट्टी दूसरी मुझे कहीपरि जिते आने बेलू बाबू छुट्टी अच्छे बाबू बाहर अच्छा सीएल केमी सीएल कौट आस जितक प्राइवेट हॉस्पिटल 3-4टा जो मुख्यमुखी अच्छा डाक्तर मान द्वारा परिचालित प्राइवेट हॉस्पिटल अच्छी से ये बाबू जाऊँ राजबगीचा भितर गोटे नर्सिंग होम ऑपरेशन एडीओ मेडिकल सरकार लक्ष लक्ष दरम पाइबे ये फिर जी ऑपरेशन करके आसवे पैसा खाई बाहर पैसा दरकार से टका नहीं करेंगे एत पैसा करेंगे तेणु आम नयगढ़ डाक्तर मैंने एति पैसा लोभ कौन परिवार एत पैसा खाई भाई नहीं जीव घर को नहीं टका जीव मला पैसा नहीं जीव उपरको हाँ खाऊ हसवाटा थय